2024 ଆମେ ମୋ ନାଁ ହେଉଛି ଅଜିତ ପଡ଼ିହାରୀ। ଆମେ ଆସିଥିଲୁ ବିଡ଼ିଓ ସାର୍ଙ୍କ ପାଖରେ ମିଶିବା ପାଇଁ। 2024 ଆମେ ଏଇ ସରପଞ୍ଚ ଉପସ୍ଥିତିରେ ଆସିକିନା ଡିଏଫ୍ ସାର୍ଙ୍କ ପାଖରେ ଦରଖାସ୍ତ ଦେଇଥିଲୁ ଯେ ଆମ ମନ୍ଦିର ପରିଚାଳନାରେ ଗୋଟେ ଜଙ୍ଗଲ କମିଟି ଘର ଗୋଟେ କରାଯାଉ। ହେଲେ ସେ ଦରଖାସ୍ତ ସେ ରଖିଥିଲେ। ହେଲେ ସେ ଦରଖାସ୍ତ ପୁନର୍ବାର ସେ କାମ ଆସିବାରୁ ସେ ଜାଗାରେ ଆମେ କରିବାକୁ ଚାହୁଁଛୁ। ସରପଞ୍ଚ ସାକୁ 50,000 ବିକିକିନା ତା ଘର ପଛ ଆଡ଼େ କରିବି ବୋଲି ନା କରୁଛି। ହେଲେ ଏଇ ମନ୍ଦିର କାମଟା ଅନୁଷ୍ଠାନ କାମଟା ଅଲଗା ଜାଗାରେ ହେଉଛି ବୋଲି ଆମକୁ ବହୁତ କଷ୍ଟ ଲାଗୁଛି। ତେଣୁକରି ଆମେ ଆସି ବିଡ଼ିଓ ସାର୍ଙ୍କ ପାଖରେ ଦରଖାସ୍ତ ଦେଇଛୁ। ଯେଉଁ ଜାଗାରେ ସେ ଜାଗାରେ ହେଲେ ଆମକୁ ଟିକେ ଭଲ ହେଇଥାନ୍ତା। ଆମେ ଆଉ ସିନ୍ଦିରିମାଳା ପଞ୍ଚାୟତରେ ସରପଞ୍ଚ ସବୁ କାମ ଯାହାକୁ ବାହାର ଠିକାଦାର କଣ୍ଟ୍ରାକ୍ଟ ମାନ ବିକ୍ରି କରୁଛି ଆଉ ଆ କାମ ତାକୁ ବିକୁଛି। ବହୁତ ହେରଫେର ଆଉ ଖାଲି ଘରୁ ଆସିବ ଚା ପିଇବାକୁ ବ୍ଲକକୁ ଯିବ ଘରକୁ। ଆଉ କେଉଁ ଲୋକର ଥାନା ବାଡ଼ି କ'ଣ ଗୋଟେ ମେଡ଼ିକାଲ କେସ୍ କ'ଣ ଗୋଟେ ଥାନା ବାଡ଼ି କେସ୍ ହେଲେ ସରପଞ୍ଚ ଭଲ ମନ୍ଦ ଟିକେ ଡାକିଲେ କି 21 କି ଦୁଃଖ ଘର ସୁଖ ଘରେ ଆସିବାର ନାହିଁ। ଖାଲି ଆସିକିନା ଏଠୁ ବ୍ଲକରୁ ଯାଇ ସନ୍ଧ୍ୟାବେଳେ ମଦ ପିଇକିନା ଲଙ୍ଗଳା ଶୋଇବାଟା ଜାଣିଛି ଆଉ କିଛି ନାହିଁ। ହଁ 50,000 ଟଙ୍କା ଚମ୍ପାଖାଟିରେ ଜଣ ଠିକାଦାରଠୁ ଖାଇକିନା ତାଙ୍କ ଘର ସରପଞ୍ଚ ଘର ପଛ ଆଡ଼େ ସେ କାମଟା କରିବ ବୋଲି ସରପଞ୍ଚ ନିଜେ ସ୍ଥିର କରୁଛି। ସେଟା ପାଇଁ ଆମେ ବିରୋଧ କରୁଛୁ। ବିଡ଼ିଓ ସାର୍ଙ୍କ ପାଖରେ ଆସିକିନା ଦରଖାସ୍ତ ଦେଇଛୁ। ଆଉ ଆମ ବିଡ଼ିଓ ସାର୍ ଆମେ ଆଶା କରୁଛୁ ଯେ ବିଡ଼ିଓ ସାର୍ ନିଶ୍ଚୟ କଥାଟା ଶୁଣିବେ। ହଁ ଆମର ଆଶା ଅଛି ଯେ ବିଡ଼ିଓ ସାର୍ ନିଶ୍ଚୟ ଏଇଟା ତଦାରଖ କରିକିନା ଆର ଯେଉଁ ଭିତରେ ଘୋଟାଲା ହେରଫେର ହେଇଛି ଆକୁ ସମାଧାନ କରିବେ ଆମର ଆଶା ଅଛି। ମୁଁ ସଦାନନ୍ଦ ଖରା, ମାଲକାନଗିରି ଜିଲ୍ଲା ସିନ୍ଦିରିମାଳା ପଞ୍ଚାୟତ ଅନ୍ତର୍ଗତ ଆମେ ସତୀଗୁଡ଼ା ଶିବ ମନ୍ଦିର କମିଟି ପରିଚାଳନା କମିଟି ଆମେ ଆଜି ମାଲକାନଗିରି ବ୍ଲକ ବିଡ଼ିଓ ସାର୍ଙ୍କ ପାଖରେ ଆସିଥିଲୁ। ସାର୍ଙ୍କୁ ଗୋଟେ ଆମେ ଦରଖାସ୍ତ ଦେଇଛୁ। ବିଗତ 2024 ମସିହାରେ ଡିଏଫ୍ଓ ସାର୍ଙ୍କୁ ଆମେ ଏକ ଦରଖାସ୍ତ ଦେଇଥିଲୁ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କରିବା ପାଇଁ। ଆଉ ସେଇଟା ସତୀଗୁଡ଼ା ପାର୍କ ପରିସର ତଥା ମନ୍ଦିର ପରିସର ପାଖରେ ସେ ଗୃହ ନିର୍ମାଣ କରିବା ପାଇଁ ଡିଏଫ୍ଓ ସାର୍ଙ୍କୁ ରିକ୍ୱେଷ୍ଟ କରି ଆମେ କରାଇଥିଲୁ। ବର୍ତ୍ତମାନ ସେ ଘର କାର୍ଯ୍ୟକାରୀ ହେଇକି ବିଡ଼ିଓ ସାର୍ଙ୍କୁ ଦାୟିତ୍ୱ ଦେଇଛନ୍ତି। ହେଲେ ସେ ଘରକୁ ନେଇକରି ବର୍ତ୍ତମାନ ସ୍ଥାନୀୟ ସରପଞ୍ଚ ଘାସି ନାୟକ ସେ କାମକୁ ଅନ୍ୟ ସ୍ଥାନରେ କରିବା ପାଇଁ ଅନ୍ୟ ଜଣକ ଠିକାଦାରଙ୍କ ଠାରୁ ପଇସା ନେଇଥିବା ଆମେ ଶୁଣିବାକୁ ପାଉଛୁ। ସେଇଟା ପାଇଁ ଆମେ ବିଡ଼ିଓ ସାର୍ଙ୍କୁ ଆସି ଆମେ ଲିଖିତ ଅଭିଯୋଗ କରୁଛୁ। ଆଉ ଯେଉଁ କାମ ଆମେ 2024 ମସିହାରୁ ଲାଗି ଡିଏଫ୍ଓ ସାର୍ଙ୍କୁ ଆମେ ଦେଇଛୁ ସେ କାମ ସତୀଗୁଡ଼ା ପାର୍କ ତଥା ମନ୍ଦିର ପରିସରରେ ହଉ ବୋଲି ଆମେ ଗାଁ କମିଟି ତଥା ମନ୍ଦିର କମିଟି ତରଫରୁ ଆମେ ଆସି ସାର୍ଙ୍କୁ ଜଣାଇଲୁ। ବର୍ତ୍ତମାନ ଆମେ ବିଡ଼ିଓ ସାର୍ଙ୍କୁ ତ କହିଲୁ। ବିଡ଼ିଓ ସାର୍ ବର୍ତ୍ତମାନ DRDA ମିଟିଂ ଅଛି ବୋଲି ଗଲେ। ତାପରେ ଏ ବିଷୟରେ ମୁଁ ବୁଝିକରି ତଦନ୍ତ କରିବି ବୋଲିକରି କହିଲେ। ଆଉ ସେ ଜାଗାରେ ଆମେ କରିବା ପାଇଁ ଆମେ ଜେଇ ସାର୍ ବି ଆସିଥିଲେ। ଜେଇ ସାର୍ଙ୍କୁ ବି କହିଲା ହଉ ଠିକ୍ ଅଛି ବୋଲିକରି କହିଲେ। ନ ବୁଝିଲେ ଆଉ ଥରେ DF ସାର୍ଙ୍କୁ ଯିବୁ କହିବୁ। ତାପରେ କଲେକ୍ଟର କହିବୁ ସାର୍ଙ୍କୁ କହିବୁ ଯୋଉଟା ସଳାସୁତରା ଅଛି। ସ୍ଥାନୀୟ ସରପଞ୍ଚ ତ ସବୁ କାମରେ ଝାମେଲା କରୁଛି ଗାଁରେ। ସବୁ କାମରେ ସ୍ଥାନୀୟ ସରପଞ୍ଚ ଏବେ ଗୋଟେ ସରପଞ୍ଚ ଅଛି ଗାଁରେ କୌଣସି ଲାଇଟ୍ ନାହିଁ, କୌଣସି ସମସ୍ୟା ହେଲେ ଆସୁନାହିଁ। ଘରରୁ ବାହାରିଲେ ଡାଇରେକ୍ଟ ଯାଉଛି। ସେଇଟା କ'ଣ ସରପଞ୍ଚ ହିସାବରେ ଅଛି ନା କ'ଣ? ଗାଁରେ ଗୋଟେ ଆଇଲା, ଗାଁରେ ଯଦି କାମ ଆଇଲା ଗାଁରେ ନିଷ୍ପତ୍ତି ନେଉନାହିଁ। ଗାଁର ଲୋକ ବସେଇକି ସେ ଗାଁରେ ଦୁଇଟା ଗାଁରେ ମାଡ଼ଗୋଳ କରାଇବା ପ୍ଲାନ୍ କରୁଛି ସେ। ଏମିତି ହେଲେ ପରିସ୍ଥିତି ଆଗାମୀ ଦିନରେ ବହୁତ ଖରାପ ହେବ।